ହ୍ୟାଲୋ ହ୍ୟାଲୋ ଦର୍ଶକ ବନ୍ଧୁ, ଆପଣମାନେ ବହୁତ ପୂର୍ବରୁ ଗୋଟେ ଚିଠି ଦେଖିଥିଲେ ଯେଉଁଥିରେ କି କ'ଣ ଥିଲା ନା ସେଥିରେ ଶିଶୁ ସେବିକା ନିଯୁକ୍ତି ପାଇଁ କିଛି ତାର ଯେଉଁ ସର୍ତ୍ତ ଗୁଡ଼ା ଥିଲା ସେଇ ସର୍ତ୍ତାବଳୀ ଗୁଡ଼ା ସବୁ ସେ ଚିଠିରେ ବାହାରିଥିଲା। କିନ୍ତୁ ଏବେ ବାହାରିଗଲାଣି କ'ଣ ନା ଆପଣମାନେ ଯେଉଁ ଚିଠିଟି ଦେଖୁଛନ୍ତି ଏଥିରେ ଏନଗେଜ୍ ମାନେ ଶିଶୁ ସେବିକା ଏନଗେଜ୍ ପାଇଁ ତାର ସ୍କୁଲର ରୋଲ୍ ଷ୍ଟ୍ରେନ୍ଥ ଅଲରେଡ଼ି ସ୍କୁଲମାନଙ୍କୁ ମଗାଯାଇଛି। ତ ବର୍ତ୍ତମାନ କିନ୍ତୁ କିଛି କିଛି ସବୁ ଜିଲ୍ଲାରେ ନିଯୁକ୍ତି ପାଇଁ ବାହାର କରିସାରିଲେଣି, ଚିଠି ବାହାର କରିସାରିଲେଣି, ସ୍କୁଲ ଏଚଏମ୍ ସବୁ ହେଡ଼୍ ସାର୍ ବାହାର କରିସାରିଲେଣି। କିନ୍ତୁ ମୁଁ ବର୍ତ୍ତମାନ ଦେଖେଇବି ଆପଣଙ୍କୁ, ଟିକେ ପରେ ଦେଖାଉଛି। ଗୋଟେ ବ୍ଲକ୍ ଅଛି ଆମର କଟକ ଡିଷ୍ଟ୍ରିକ୍ଟର ତିଗିରିଆ ବ୍ଲକ୍, ଯେଉଁଥିରେ କି ଏଚଏମ୍ ତାଙ୍କର କ'ଣ କରିସାରିଲେଣି ନା ବାହାର କରିସାରିଲେଣି ନୋଟିସ୍ ବାହାର କରିସାରିଲେଣି, ଯେଉଁଥିରେ କି ଯେଉଁମାନେ ଇଚ୍ଛୁକ ଥିବେ ଶିଶୁ ସେବିକା ନିଯୁକ୍ତି ପାଇଁ ସେମାନେ ତାଙ୍କର ଫର୍ମ ଆପ୍ଲାଏ କରିପାରିବେ। ତ ଏଇ ଯେଉଁ ଚିଠିଟି ଦେଇଛି ଏଥିରେ ସେ କ'ଣ କହିଛି ନା ସମସ୍ତ ସ୍କୁଲକୁ କ'ଣ କହିଛି ନା ପୂର୍ବରୁ ଗାଇଡ଼ଲାଇନ୍ ପଠାଇ ସାରିଛନ୍ତି ଏବଂ ସେହି ଅନୁସାରେ ଆପଣମାନେ ଯେଉଁ ଡେଟ୍ 16 ତାରିଖ ଭିତରେ କ'ଣ କରିବେ ନା କେତେ କ'ଣ ସବୁ ପିଲା ଅଛନ୍ତି ସେଇଗୁଡ଼ା ହିଁ କେବଳ ଅଫିସକୁ ଜଣେଇବେ ଏବଂ ଅଫିସକୁ ଜଣେଇ ସାରିଲା ପରେ ପୁଣି ଆଉ ଗୋଟେ ଅଛି କ'ଣ ନା ଅଫିସକୁ ଜଣେଇ ସାରିଲା ପରେ ସେ ହେଉଛି ଆମର ବିଓ ଏବଂ ସେ ଅଫିସରୁ ପୁଣି ଆଉ ଗୋଟେ ପ୍ରୋସେସିଂ ପାଇଁ ଆଉ ଗୋଟେ ଚିଠି ବାହାରିବ, ଯେଉଁଟାକି କିଛି କିଛି ବ୍ଲକରେ ସବୁ ବିଓ ମାନେ ପଠାଇ ସାରିଲେଣି ସ୍କୁଲମାନଙ୍କୁ ଏବଂ କିଛି କିଛି ବିଓ ପଠାଇ ନାହାନ୍ତି। ତେଣୁ ଆପଣମାନେ ଯଦି ଇଚ୍ଛା ବା ଇଚ୍ଛୁକ ଅଛନ୍ତି ଶିଶୁ ସେବିକା ନିଯୁକ୍ତି ପାଇଁ କେବଳ ମହିଳାମାନେ ଯଦି ଇଚ୍ଛୁକ ଅଛନ୍ତି ତାହେଲେ ଆପଣମାନେ ଆପଣଙ୍କ ନିକଟସ୍ଥ ବିଦ୍ୟାଳୟକୁ ଯାଆନ୍ତୁ, ଏଚ୍ଏମ୍ଙ୍କ ସାଥିରେ ଯୋଗାଯୋଗ କରନ୍ତୁ ଏବଂ ଏଥିରେ ଯେଉଁ ଆମର ଗାଇଡ଼ଲାଇନ୍ଟି ଅଛି ସେଇ ଗାଇଡ଼ଲାଇନ୍ ଅନୁସାରେ ଆପଣମାନେ ଯେଉଁ ବିଦ୍ୟାଳୟରେ ଶିଶୁ ସେବିକା ଭାବରେ ନିଯୁକ୍ତି ହେବା ପାଇଁ ଚାହୁଁଛନ୍ତି ସେହି ବିଦ୍ୟାଳୟର ରୋଲ୍ ଷ୍ଟ୍ରେନ୍ଥଟିକୁ ସାର୍ଙ୍କ ଠାରୁ ପଚାରି ବୁଝନ୍ତୁ ଯେ ଶିଶୁ ବାଟିକା 1 ଏବଂ 2ରେ ଯଦି ତାଙ୍କ ରୋଲ୍ ଷ୍ଟ୍ରେନ୍ଥ 30+ ଥିବ, ମାନେ 30 ଜଣରୁ ଅଧିକା ପିଲା ଥିବେ, ତାହେଲେ ସେଠାରେ ଜଣେ ଶିଶୁ ସେବିକା ନିଯୁକ୍ତି ପାଇପାରିବ। ତ ଏ ଚିଠିରେ ସେୟା ଦେଇଛି ଏବଂ ଆପଣମାନଙ୍କୁ ଆଉ ଗୋଟେ ଚିଠି ମଧ୍ୟ ଦେଖେଇବି, ଯେଉଁଥିରେ କି ମାନେ ଯେଉଁ ତିଗିରିଆ ବ୍ଲକର ଯେଉଁ ବାହାରି ସାରିଲାଣି, ଆପଣ ନୋଟିସ୍ ବାହାର କରିସାରିଲେଣି ଏଚ୍ଏମ୍। ମୁଁ ଆପଣମାନଙ୍କୁ ଦେଖାଉଛି ତିଗିରିଆ ବ୍ଲକ୍ ଗୋଟେ ବିଜ୍ଞାପନ ଆମର ଗୋପୀନାଥପୁର ଶାସନ ୟୁଜି ତିଗିରିଆ ଯେଉଁ ଆମର ବ୍ଲକ୍ ତିଗିରିଆ ବ୍ଲକର କଟକ ଡିଷ୍ଟ୍ରିକ୍ଟର। ଏଥିରେ କ'ଣ ହେଇଛି ନା ସାର୍ ତାଙ୍କର କ'ଣ ନା ସମସ୍ତ ତାଙ୍କ ତିଗିରିଆ ବିଓ ବୋଧେ ଅଫିସକୁ ଅର୍ଡ଼ର ଦେଇ ସାରିଲେଣି, ତେଣୁ ତାଙ୍କର ସବୁ ବାହାର କରିସାରିଲେଣି, ଏଚ୍ଏମ୍ ସବୁ ନୋଟିସ୍ ମାରି ସାରିଲେଣି। ଆଉ ଆବଶ୍ୟକ ଦସ୍ତାବିଜ ବା ପ୍ରମାଣପତ୍ର ମଧ୍ୟ ଆପଣ ରେଡ଼ି କରି ନିଅନ୍ତୁ। ଆପଣଙ୍କ ଯଦି ନିକଟସ୍ଥ ବିଦ୍ୟାଳୟରେ 30+ ପିଲା ଥାଆନ୍ତି ତାହେଲେ ସେହି ପରିପ୍ରେକ୍ଷୀରେ ଏଇଟା କାର୍ଯ୍ୟକାରୀ ହେବ ବା ଶିଶୁ ସେବିକା ସେଇଠାରେ ହିଁ ନିଯୁକ୍ତି ହୋଇପାରିବେ। ତେଣୁ ଆପଣ ଆପଣଙ୍କ ନିକଟସ୍ଥ ବିଦ୍ୟାଳୟକୁ ଯାଆନ୍ତୁ ଏବଂ ସେଠାରେ ଆପଣ ସାର୍ଙ୍କ ଠାରୁ ବୁଝି ନିଅନ୍ତୁ ଏବଂ ଏଠାରେ ଯେଉଁ ପ୍ରକାର ସବୁ ଦେଇଛି ଆମର ଡକୁମେଣ୍ଟ, ସେହିପରି ଡକୁମେଣ୍ଟ ଗୁଡ଼ାକ ହିଁ ଆପଣମାନେ ରେଡ଼ି କରନ୍ତୁ, ଯେଉଁଟାକି ଶିକ୍ଷାଗତ ପ୍ରମାଣପତ୍ର ଥିବ, ଭୋଟର ପରିଚୟ ପତ୍ର ହେଇଥିବ ବା ଥିବ, ଆଧାର କାର୍ଡ଼, ସ୍ଥାନୀୟ ବାସିନ୍ଦା ପ୍ରମାଣପତ୍ର, ଯେଉଁଟାକୁ ଆମର ରେସିଡେଣ୍ଟ ସାର୍ଟିଫିକେଟ୍, କାଷ୍ଟ ସାର୍ଟିଫିକେଟ୍ ବା ରୋଗମୁକ୍ତ ମାନେ ସୁସ୍ଥତା ଥିବା ଦରକାର। ତାହେଲେ ଏଇମାନଙ୍କୁ ଆଷ୍ଟର ଆମର କ'ଣ ହେବ ପୋଷ୍ଟିଂ ଦିଆଯିବ। ଆପଣମାନେ ଏଇଟା ଦେଖନ୍ତୁ, ଏଇଟା ବା ଆମର ତିଗିରିଆ ବ୍ଲକର ବାହାରି ସାରିଲାଣି। ତେଣୁ ଆପଣମାନେ ଯଥାଶୀଘ୍ର କ'ଣ ଏଚ୍ଏମ୍ଙ୍କ ଅଫିସରେ ଡିପୋଜିଟ୍ କରନ୍ତୁ। ଏଇ ଦେଖନ୍ତୁ ଶିଶୁ ସେବିକାର ନିର୍ଦ୍ଦେଶାବଳୀ ସବୁ କ'ଣ ଅଛି, ଏ ଦେଖନ୍ତୁ ଆପଣମାନେ ଆରାମସେ ଦେଖିପାରିବେ। ଯେଉଁଟା ୟୁରାଇସ୍ ଅନୁସାରେ ଆପଣମାନଙ୍କର 30ରୁ 100 ଭିତରେ ଗୋଟାଏ, 100ରୁ ଅଧିକା ହେଲେ 2 ଜଣ। ଏଇସବୁ ଆପଣମାନେ ଦେଖନ୍ତୁ। କେଉଁମାନଙ୍କୁ ଅଗ୍ରାଧିକାର ଦିଆଯିବ, ଏସ୍ଟି ମାନଙ୍କୁ ଦିଆଯିବ, ଅସହାୟ ଏସ୍ଟି, ତାପରେ ଏସ୍ସି, ଅନ୍ୟାନ୍ୟ ତାପରେ ଅନ୍ୟାନ୍ୟ ବର୍ଗ ସବୁ ଦିଆହେବ। ଯଦି ନଥିବେ
ତାହେଲେ ପୁଣି ଅଯୋଗ୍ୟ କେଉଁ କାରଣ ପାଇଁ ଅଯୋଗ୍ୟ ଆପଣମାନେ ହେଇପାରିବେ, ସେଥିରେ ମଧ୍ୟ ବହୁତ ସାରା ଦେଇଛି ଗାଇଡ଼ଲାଇନ୍କୁ ଆପଣ ଟିକେ ଭଲ ଭାବରେ ଦେଖନ୍ତୁ। ଏଇଟା ଆପଣ ଆରାମସେ ଜୁମ୍ କରିକି ଦେଖନ୍ତୁ। ଆଉ ଯଦି ଆପଣଙ୍କର ଯଦି ଫର୍ମଟି ପାଉନାହାନ୍ତି ତାହେଲେ ତଳେ ଆପଣମାନେ କମେଣ୍ଟ କରିପାରିବେ ଫର୍ମଟି, କିମ୍ବା ହଁ କମେଣ୍ଟ କଲେ ହିଁ ମୁଁ ଆପଣମାନଙ୍କୁ ସହିତ ଯୋଗାଯୋଗ କରିବି ଏବଂ ଫର୍ମଟି ଆପଣ ପାଇପାରିବେ। ତାପରେ ଆଉ ଗୋଟେ ଦେଇଛି ଆପଣଙ୍କର ଶିଶୁ ସେବା, ଏ ସମସ୍ତ ଜିନିଷ ସବୁ ଓଡ଼ିଆରେ ଲେଖା ହେଇଛି। ଶିଶୁ ସେବିକା ଆପଣ କ'ଣ କରିବେ ନା ଶିଶୁ ସେବା ନିଯୁକ୍ତି ନିମନ୍ତେ ଆବେଦନ ଫର୍ମରେ ଆପଣଙ୍କ ନାଁଟି ଲେଖିବେ, ଆପଣଙ୍କ ପିତା କିମ୍ବା ସ୍ୱାମୀଙ୍କ ନାଁଟି ଲେଖିବେ, ଆପଣଙ୍କର ଲିଙ୍ଗ ମହିଳା କିମ୍ବା ମହିଳା ହିଁ କେବଳ ମହିଳା ହିଁ ଲେଖିବେ, ଟିକଟେ ମାରିବେ ନହେଲେ ରାଇଟ୍ ମାରିବେ। ଜନ୍ମ ତାରିଖ 1/4/2000 ସୁଦ୍ଧା ଲେଫ୍ଟ ସାଇଡ଼୍ରେ ଯେଉଁ ଜନ୍ମ ତାରିଖ ଅଛି ଆପଣ ଡେଟ୍ଟା ପକାଇବେ, ଡାହାଣ ପଟେ 1/4/2025 ସୁଦ୍ଧା ଆପଣଙ୍କର ବୟସ କେତେ, 20 କି 25 କି 30, ଯେତିକି ବର୍ଷ ହେବ ସେତିକି ବର୍ଷ ଆପଣ ସେଠି ପକାଇବେ। ଜାତୀୟତା ଦେଇଛି ଭାରତୀୟ ପକାଇବେ। ତାପରେ ବୈବାହିକ ସ୍ଥିତି ବିବାହିତ ନା ଅବିବାହିତ, ବିଧବା, ଛାଡ଼ପତ୍ର ଯେ ଗୋଟେ ଥିବ ଆପଣଙ୍କର ଟିକ୍ ମାରିବେ। ତାପରେ ଦିବ୍ୟାଙ୍ଗ, ହଁ ଯଦି ଦିବ୍ୟାଙ୍ଗ ଥିବେ ତାହେଲେ ୟେସ୍, ଯଦି ନାହିଁରେ ମାରିବେ। ଆପଣଙ୍କର ବର୍ଗ ମାନେ କାଷ୍ଟଟା କ'ଣ ସାଧାରଣରେ ଯିବ ନା ପଛୁଆ ବର୍ଗ, ଅନୁସୂଚିତ ଜାତି, ଏଇ ଯେକୌଣସି ଆପଣଙ୍କର ଯେଉଁଟା ସେଇଥିରେ ଆପଣମାନେ ଟିକ୍ଟେ ମାରିବେ ଏବଂ ଶିକ୍ଷାଗତ ଯୋଗ୍ୟତା ଆପଣଙ୍କର ଲେଖିବେ। ତାପରେ ଆବେଦନକାରୀଙ୍କର ଠିକଣା ଦେଇଛି, ଗ୍ରାମ ଲେଖିବେ, ପୋଷ୍ଟ, ବ୍ଲକ, ଜିଲ୍ଲା, ପିନକୋଡ଼୍ ଏବଂ ମୋବାଇଲ୍ ନମ୍ବର, ଆଧାର ନମ୍ବର, ଭୋଟର ନମ୍ବର। ଶିଶୁ ସେବିକା ପାଇଁ ଆବେଦନ କରୁଥିବା ବିଦ୍ୟାଳୟ, ଯେଉଁ ବିଦ୍ୟାଳୟରେ ଆପଣ ଆବେଦନ କରିଛନ୍ତି ସେଥିର ସେଇ ସ୍କୁଲର ନାମଟି ଲେଖିବେ। ଏବଂ ବିଶେଷ ଦ୍ରଷ୍ଟବ୍ୟ ଯେଉଁଟା ଦେଇଛି ଆପଣଙ୍କର ପ୍ରମାଣପତ୍ର କ'ଣ ନେବ ନା ଜାଣିଛି ତ ଆଧାର, ଯେଉଁଟା ଆପଣ ଅପଡ଼େଟ୍ ଥିବ ସେ ଆଧାର କାର୍ଡ଼ ଦେବେ ଏବଂ ଭୋଟର ନକଲ ଦେବେ। ତାପରେ ଆପଣଙ୍କର ଏଜୁକେସନାଲ୍ କ୍ୱାଲିଫିକେସନ୍ ସାର୍ଟିଫିକେଟ୍ ଦେବେ, ଯଦି ଛାଡ଼ପତ୍ର ଥାଏ ତାହେଲେ ତାକୁ ବି ଦେଇପାରିବେ। ଏବଂ ଲାଷ୍ଟରେ କ'ଣ କରିବେ, ଆବେଦନକାରୀଙ୍କର ଦସ୍ତଖତ ମାରିବେ। ଆଉ ବିଶେଷ ଆଉ ଗୋଟେ କ'ଣ ରହିଲା ନା ଆପଣମାନେ ଯେକୌଣସି ସାର୍ଟିଫିକେଟ୍ ସବୁଥିରେ ସେଲ୍ଫ ଆଟେଷ୍ଟେଡ଼୍ କରିବା, ମାନେ ନିଜ ନାଁଟିକୁ ତଳେ ଲେଖିଦେବେ। ଏହିପରି ଭାବରେ ଆପଣମାନଙ୍କ ନିକଟସ୍ଥ ବିଦ୍ୟାଳୟକୁ ଯାଆନ୍ତୁ ଏବଂ ସାର୍ଙ୍କ ସାଥିରେ ଯୋଗାଯୋଗ କରନ୍ତୁ। ଯୋଗାଯୋଗ କଲେ ଆପଣମାନେ ଏସବୁ ବିଷୟରେ ସମ୍ପୂର୍ଣ୍ଣ ଜାଣିପାରିବେ, କିନ୍ତୁ ସାର୍ଙ୍କ ସାଥିରେ ଯୋଗାଯୋଗରେ ରୁହନ୍ତୁ। କାହିଁକିନା ମୁଁ ଯେଉଁ ଦେଖେଇଲି ତିଗିରିଆ ବ୍ଲକ୍, ସେ ତିଗିରିଆ ବ୍ଲକ୍ରେ ଅଲରେଡ଼ି ତାଙ୍କର ଅର୍ଡ଼ର ଦେଇସାରିଲେଣି, ନିଯୁକ୍ତିର ପ୍ରୋସେସିଂ ପାଇଁ ଅର୍ଡ଼ର ଦେଇସାରିଲେଣି। କିନ୍ତୁ ବହୁତ ସାରା ମୁଁ ଦେଖୁଛି ଏପଟେ ସବୁ ଯେଉଁ ଅଲଗା ସବୁ ବ୍ଲକ୍ ଅଛି, ବହୁତ ସାରା ବ୍ଲକ୍ରେ ସବୁ ନିଯୁକ୍ତି ପାଇଁ ଦେଇନାହାନ୍ତି ଚିଠି, ମାନେ ପରମିସନ୍ ଦେଇନାହାନ୍ତି। ତେଣୁକରି ଆପଣମାନେ ଯୋଗାଯୋଗ କରନ୍ତୁ। ଏଇ 15 ଆଜି ହେଲାଣି, ଏଇ 16 ପୂର୍ବରୁ କିମ୍ବା ସେ ପରେ ହିଁ ଡେଟ୍ ବି ଏକ୍ସଟେଣ୍ଡ ହେଇପାରେ। ତେଣୁ ଆପଣମାନେ ଯୋଗାଯୋଗ କରନ୍ତୁ ଏବଂ ଏଇ ସୁବିଧାର, ଏଇ ଯେଉଁ ଆମର ଶିଶୁ ସେବିକା ହେବାର ସୁଯୋଗ ଜମା ହାତଛଡ଼ା କରନ୍ତୁ ନାହିଁ। ଆଜି ଧନ୍ୟବାଦ ଏତିକି। ଆଉ ଯଦି ନେକ୍ସଟ ପୁଣି ଆଉ କ'ଣ ଭିଡ଼ିଓ ଆସିବ ଆପଣମାନଙ୍କୁ ମୁଁ ନିଶ୍ଚୟ ଜଣାଇବି। ଧନ୍ୟବାଦ।